ଅନୁଗୁଳ ଜିଲ୍ଲାରେ ଅପରାଧ ବଢ଼ି ଚାଲିଥିବା ବେଳେ ଯୁବପିଢ଼ିମାନେ ଅପରାଧ କରିବା ପାଇଁ ଆଗେଇ ଆସିବା ଚିନ୍ତାର କାରଣ ହୋଇଛି। ଏଭଳି ଅପରାଧିକ ମନୋବୃତ୍ତି ପଛରେ ତମାମ ପ୍ରକାରର ନିଶା ସେବନ ଏକ ପ୍ରମୁଖ କାରଣ ହୋଇଥିବା ସମୀକ୍ଷକମାନେ ମତ ଦେଇଛନ୍ତି। ଏହି ଅପରାଧିକ ମାନସିକତା କ୍ରମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ଖଣ୍ଡାରେ ଆକ୍ରମଣ ହୋଇଛି। ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା ଅନ୍ତର୍ଗତ ଜରଡ଼ା ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ଆକ୍ରମଣ ହୋଇଛି। ସୂଚନା ଅନୁଯାୟୀ ଜରଡ଼ା ଗ୍ରାମର ଭୀମ ବେହେରାଙ୍କ 26 ବର୍ଷୀୟ ପୁଅ ବାପି ବେହେରାଙ୍କ ସହ କିଛି ଯୁବକ ଆସି ଝଗଡ଼ା କରିବା ସହ ମାଡ଼ ମାରିଥିଲେ, ଯାହାଫଳରେ ଜରପଡ଼ା ଥାନାରେ ବାପିଙ୍କ ପରିବାର ପକ୍ଷରୁ ଅଭିଯୋଗ କରିଥିଲେ। ସେହି ଯୁବକମାନେ ବାପିଙ୍କ ପରିବାର ଲୋକଙ୍କୁ ଅଭିଯୋଗ ନ ଉଠାଇଲେ ହାଣି ଦେବୁ ବୋଲି ଧମକ ଦେଇଥିଲେ। ବାପି ଘରେ ଥିବା ଅବସ୍ଥାରେ ସେହି ଯୁବକମାନେ ବାଇକ୍ରେ ଆସି ବାପିଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଥିଲେ, ଯାହାଫଳରେ ବାପି ଗୁରୁତର ହୋଇଯାଇଥିଲେ। ପରିବାର ଲୋକ ଆମ୍ବୁଲାନ୍ସ ଯୋଗେ ବାପିଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ବାପିଙ୍କ ଗୋଡ଼, ଅଣ୍ଟା, ମୁଣ୍ଡରେ ଗଭୀର ଆଘାତ ଲାଗିଛି। ବାପିଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।